ସରକାର ଯୋଜନା ଉପରେ ଯୋଜନା କରିଛନ୍ତି, କିନ୍ତୁ ଯୋଜନା କାର୍ଯ୍ୟକାରୀ କେତେ ହଉଛି ତାର ସିଧାସଳଖ ଉଦାହରଣ ଆପଣ ମାନଙ୍କୁ ଆମେ ଆଜି ସିଧାସଳଖ ଦେଖାଇବୁ। ବର୍ତ୍ତମାନ ଆମେ ଅଛୁ ବରଗଡ଼ ଜିଲ୍ଲା ପଦ୍ମପୁର ଭୂଖଣ୍ଡ ଗାଇସିଲେଟ ବ୍ଲକରେ। ସରକାର ରୋଗୀଙ୍କ ସେବା ପାଇଁ 108 ଆମ୍ବୁଲାନ୍ସ ସେବା କରିଛନ୍ତି, କିନ୍ତୁ ଆପଣ ଦେଖିପାରୁଥିବେ ମୋ ପଛପଟେ ଗୋଟେ 108 ର ଆମ୍ବୁଲାନ୍ସ ଅଛି। ସେ ଆମ୍ବୁଲାନ୍ସ ର ଅବସ୍ଥା କଣ ଆପଣ ନିଜେ ସିଧାସଳଖ ଦେଖନ୍ତୁ। ମୁଁ କ୍ୟାମେରାମ୍ୟାନ କୁ ଅନୁରୋଧ କରିବି ସେ କ୍ୟାମେରାମ୍ୟାନ ଆସିବେ ଏବଂ ସିଧାସଳଖ ଦେଖିବେ ଦୃଶ୍ୟ କିଭଳି ଭାବରେ 108 ଆମ୍ବୁଲାନ୍ସ ର ଅଛି। ତ ଏଠି ପ୍ରଶ୍ନ ଉଠୁଛି ଯୋଉଭଳି ଭାବରେ 108 ଆମ୍ବୁଲାନ୍ସ କୁ ଫୋନ କରେ ସେମାନେ କହୁଛନ୍ତି କି ବର୍ତ୍ତମାନ 108 ଆମ୍ବୁଲାନ୍ସ ସମୟ ଏତିକି ଲାଗିବ, ଏଇ ସମୟ ଲାଗିବ। ସେଇ ପ୍ରକାର ସେ 108 କୁ ଫୋନ କଲେ ସେମାନେ ନିଜର ଉଦାହରଣ ଦଉଛନ୍ତି, ସେମାନେ ନିଜେ କହୁଛନ୍ତି। କିନ୍ତୁ ଏଠି ଦେଖନ୍ତୁ 108 ଆମ୍ବୁଲାନ୍ସ କିଭଳି ଭାବରେ ଛିଡା ହେଇଛି ଏବଂ ଯଦି ଏହାର କିଛି ମରାମତି କରିଯାଆନ୍ତା ତାହେଲେ ତାର କିଛି ଆଉ ଗୋଟେ 108 ଆମ୍ବୁଲାନ୍ସ ର ସୁବିଧା ମିଳନ୍ତା, ତ ରୋଗୀ କିଛି ଉପକୃତ ହୁଅନ୍ତେ। ଆପଣ ସିଧାସଳଖ ଚିତ୍ର ଦେଖୁଥିଲେ ବର୍ତ୍ତମାନ ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର, ଯୋଉ ଜାଗାରେ ଗୋଟେ ଆମ୍ବୁଲାନ୍ସ କିଭଳି ଭାବରେ ପଡିଛି। ଆଉ ଯୋଉ ରୋଗୀ ମାନେ ବି 108 କୁ ଫୋନ କଲେ କହୁଛନ୍ତି କି 108 ର ଆମ୍ବୁଲାନ୍ସ ର ସୁବିଧା ନାହିଁ। ବର୍ତ୍ତମାନ 108 ରେ ଆମ୍ବୁଲାନ୍ସ ର ସୁବିଧା ନାହିଁ, କିନ୍ତୁ ଏଠି ବିକଳ ଚିତ୍ର ଦେଖନ୍ତୁ 108 ଆମ୍ବୁଲାନ୍ସ କିଭଳି ବାବଦରେ ନର୍ଦ୍ଦମା ଭିତରେ ପଡିଛି, ଯାହାକି ଗୋଟେ ଦୁଃଖର କଥା। ଯଦି ଏଟାକୁ ଟିକେ ରିପେୟାରିଂ କରାଯାଆନ୍ତା ତାହେଲେ କିଛି ରୋଗୀ ଉପକୃତ ହୁଅନ୍ତେ ଏବଂ ଏଠିକାର ରୋଗୀ ସୁବିଧା ପାଆନ୍ତେ। ଏଠି ଦୁଃଖର ବିଡ଼ମ୍ବନା ହଉଛି କି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଏମିତି ଏକ ଅଞ୍ଚଳ ଯୋଉ ଜାଗାରେ କି ସବୁଦିନ ଚିରମୁରିଗ୍ରସ୍ତ ଏବଂ ଅନଗ୍ରସର ଅଞ୍ଚଳ କହିଲେ ଅନୁନ୍ନତି ହବ ନାହିଁ। କାରଣ ଏଠି ନେତା ମାନେ ଜିତନ୍ତି କିନ୍ତୁ ଗାଇସିଲେଟ କୁ ଉପେକ୍ଷା କରନ୍ତି। ଦେଖନ୍ତୁ ଏଇ ଯୋଉ ଆମ୍ବୁଲାନ୍ସ ଅଛି ଦୀର୍ଘ 2 ବର୍ଷ ହେଲାଣି ଏଠି ପଡିକି ରହିଛି, କିନ୍ତୁ ତାର ମରାମତି ନାହିଁ। 108 ଆମ୍ବୁଲାନ୍ସ ର କଲର ଚେଞ୍ଜ ହେଇଗଲାଣି, ବର୍ତ୍ତମାନ ଗ୍ରୀନ କଲର ରୁ ଗେରୁଆ କଲର ହେଇଗଲାଣି, କିନ୍ତୁ ଗାଇସିଲେଟ ରେ ଯୋଉ ଆମ୍ବୁଲାନ୍ସ ଅଛି ତାହା ବର୍ତ୍ତମାନ ସେମିତି ଶାଗୁଆ କଲର ରେ ଦଶାବସ୍ଥାରେ ପଡି ରହିଛି। ତ ଏଠି ଦୋଷ ଦେବା କାହାକୁ? ପ୍ରଶାସନ କୁ ନା ସରକାର କୁ? ତ ଦେଖାଯାଉ ଏଇ ନ୍ୟୁଜ ପ୍ରସାରଣ ପରେ ସରକାର ଏଇ ଯୋଉ ଗାଇସିଲେଟରେ ଯୋଉ 108 ଆମ୍ବୁଲାନ୍ସ ଟି ଯୋଉ ବହରେ ପଡି ରହିଛି ଅଚଳ ଅବସ୍ଥାରେ ତାହାକୁ ମରାମତି କରିକି ଭଲ ଭାବରେ ଲୋକଙ୍କୁ ସୁବିଧା ଯୋଗାଉଛନ୍ତି ନା ସେଇଭଳି ବାବଦରେ ପୂର୍ବବତ ସହି ଯାଉଛନ୍ତି, ତାହା ବର୍ତ୍ତମାନ ଦେଖିବାକୁ ରହିଲା। ବରଗଡ଼ ଜିଲ୍ଲା ଗାଇସିଲେଟ ରୁ କ୍ୟାମେରାମ୍ୟାନ ଭାଗିରଥୀ ସହିତ ମୁଁ ଆଶିଷ କୁମାର, ବଡ ଖବର।